ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ମୋ ତରଫରୁ ଆପଣମାନ ପ୍ରତ୍ୟେକଙ୍କୁ ହ୍ୟାପି ନ୍ୟୁ ଇୟର୍। ପ୍ରଭୁ ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ କିଛି ବାକ୍ୟ ଦ୍ୱାରା ଆପଣମାନଙ୍କୁ କିଛି କହିବା ପାଇଁ ଚାହେଁ। ଆମେ ଦେଖିଲୁ ଗତ ବର୍ଷ କେଉଁପରି ଅନେକ ଜାଗାମାନଙ୍କରେ ବନ୍ୟାରେ ଲୋକମାନେ ମରିଲେ। ସେ ପଞ୍ଜାବ ରାଜ୍ୟ ହେଉ କି ବିହାର ରାଜ୍ୟ ହେଉ, ଅନେକ ରାଜ୍ୟମାନଙ୍କରେ ବନ୍ୟା କେଉଁପରି କ୍ଷତିଗ୍ରସ୍ତ କଲା। ମାଟି ଧସି ଅନେକ ଜାଗାରେ ଲୋକମାନେ ମରିଲେ। ପ୍ଲେନ୍ କ୍ରେସ୍ରେ ଅନେକ ଲୋକମାନେ ମରିଲେ। ସେହିପରି ଆଗକୁ ଆମ ଦେଶର ସାଇଣ୍ଟିଷ୍ଟମାନେ କହିଛନ୍ତି ଯେ କ'ଣ ନା ଗୋଟେ ବଡ଼ ଧରଣର ଭୂମିକମ୍ପ ଆସିବାକୁ ଯାଉଛି। ଅନେକ ଲୋକମାନଙ୍କର ମୃତ୍ୟୁ ହେବାର ଚାନ୍ସ ଅଛି। ଶାସ୍ତ୍ରରେ ବି ଲେଖାଯାଏ ବଡ଼ ବଡ଼ ସବୁ ଭୂମିକମ୍ପ ଆସିବ। କିନ୍ତୁ ମୁଁ ଆପଣମାନଙ୍କୁ କିଛି ବାକ୍ୟ ଦ୍ୱାରା ଉତ୍ସାହିତ କରିବା ପାଇଁ ଚାହେଁ। ଗୀତ ସଂହିତା 91 ଏହିପରି ଲେଖାଯାଏ, ଯେଉଁ ଜନ ସର୍ବପରିସ୍ତଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ସେ ତୁମକୁ ବ୍ୟାଧିର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। ସେ ଆପଣା ପକ୍ଷରେ ତୁମକୁ ଆବରିବେ ଓ ତାହାଙ୍କ ଡେଣା ତଳେ ତୁମେ ଆଶ୍ରୟ ନେବ। ତୁମ ପାର୍ଶ୍ୱରେ ସହସ୍ର ଓ ତୁମ ଦକ୍ଷିଣ ପାର୍ଶ୍ୱରେ ଅୟୁତ ଲୋକ ପଡ଼ିବେ, ମାତ୍ର ତାହା ତୁମ କତିକି ଆସିବ ନାହିଁ। ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ। ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିମ୍ବା କୌଣସି ମାରି ତୁମ ତମ୍ବୁ ନିକଟକୁ ଆସିବ ନାହିଁ। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆମେ ସମସ୍ତେ ବିଶ୍ୱାସରେ ରହିବା, ପ୍ରଭୁ ଯୀଶୁଙ୍କ ଠାରେ ଲାଗିକି ରହିବା, ତାଙ୍କ ଉପରେ ନିର୍ଭର କରିବା। ତାହେଲେ ପରମେଶ୍ୱର ସବୁ ବିପଦରୁ ଆମକୁ ରକ୍ଷା କରିବେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।